আজি ঠারু সমস্তে মোরি কৰায়ত্তরে আজি দেবকী বসুদেৱৰ বিবাহ যাইছিলি দিগ্বিজয়ৰ পথে। দিগ্বিজয়ରୁ ফেরিলা মাত্রকে দেখিলি দেবকীକୁ সুদেব পুত্র বসুদেব হস্ତରେ ন্যস্ত କରିଛନ୍ତି পিতা উগ্রসেন। ক্ରୋଧରେ ହେଲି ଜର୍ଜରିତ, ହେଲେ ପିତା ମୋତେ ଦେଲେ ପ୍ରବୋଧନା। କହିଲେ କଂସ, ବିବାହ କାର୍ଯ୍ୟ ଯେତେବେଳେ ସମ୍ପନ୍ନ ହେଇଛି ସୁସଜ୍ଜିତ ରଥ ଉପରେ ତୋରି ଭଉଣୀ ଦେବକୀକୁ ଏବଂ ବସୁଦେବକୁ ନେଇଯାଅ ବାବା, ଛାଡ଼ି ଦେଇ ଆସିବୁ ବସୁଦେବପୁରେ। ପିତାଙ୍କ ଆଦେଶରେ ସୁସଜ୍ଜିତ ରଥ ଉପରେ ଦେବକୀ ଏବଂ ବସୁଦେବକୁ ନେଇ ଯାଉଥିଲି ବସୁଦେବପୁରେ। ଏ ସମୟ ହେଲା ଦୈବବାଣୀ, ରେ ରେ କଂସ, ଯେଉଁ ଦେବକୀ ଏବଂ ବସୁଦେବକୁ ସୁସଜ୍ଜିତ ରଥ ଉପରେ ନେଇ ଯାଉଅଛୁ ବସୁଦେବପୁରେ, ତାରି ଗର୍ଭର ଅଷ୍ଟମ ସନ୍ତାନ ହେବ ତୋର ମୃତ୍ୟୁର କାରଣ। ଦୈବବାଣୀ ଶୁଣି ମନେ ଜାଗିଲା ଆଶଙ୍କା। ତାପରେ କ'ଣ କଲି ଜାଣ? ପିତା ଉଗ୍ରସେନକୁ ଗାଦିଚ୍ୟୁତ କରି ରାଜା ହେଲି ଆଜି ମୁଁ ମଥୁରା ରାଜ୍ୟରେ। ଅକ୍ରକୁ ଦେଲି ନିର୍ବାସନ। ଆଉ ତାପରେ ଦେବକୀ ଏବଂ ବସୁଦେବକୁ ଶୃଙ୍ଖଳିତ କରି ନିକ୍ଷେପ କରିଅଛି ଅନ୍ଧକାର କାରା କୋଠରୀ ମଧ୍ୟରେ। ବିଶ୍ୱସ୍ତ ଦାସୀ ମଧୁଶୂଳୀକୁ ନିଯୁକ୍ତି କରିଅଛି କାରାକକ୍ଷ ମଧ୍ୟରେ। ତେଣୁ ରାଜା ମୁହିଁ ମଥୁରା ରାଜ୍ୟରେ। ଆଜିଠାରୁ ମୋ ଇଙ୍ଗିତେ ଚଳିବ ଏ ରାଜ୍ୟ। ସୁର ନର ଯକ୍ଷ ରକ୍ଷ ଗନ୍ଧର୍ବ କିନ୍ନର ଆଜିଠାରୁ ସମସ୍ତେ ମୋରି କରାୟତ୍ତରେ।